ଦେଖନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କର ଅଭିଯୋଗ କୋଉ ଆଧାରରେ ସେ କହୁଛନ୍ତି ସେ ସମ୍ପର୍କରେ ସେ ତାଙ୍କର ଉକ୍ତି ରଖିଥିବେ। ତ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଓଡ଼ିଆ ଭାଷା ଆମର ମାତୃଭାଷା, ବହୁତ ପୁରାତନ ଏବଂ ଇଏ ଷଷ୍ଠ ଭାରତୀୟ ଭାଷା ଯାହାକୁ ଶାସ୍ତ୍ରୀୟ ମାନ୍ୟତା ମଧ୍ୟ ମିଳିଛି ଏବଂ ଭାଷା ଆଇନ ମଧ୍ୟ ପ୍ରଣୟନ ହୋଇଛି। ଓଡ଼ିଶାର ମନୀଷୀମାନେ ବ୍ୟାସକବି ଫକୀରମୋହନ ହୁଅନ୍ତୁ, କବିବର ରାଧାନାଥ ରାୟ ହୁଅନ୍ତୁ, ଆଉ କର୍ମବୀର ଗୌରୀଶଙ୍କର ହୁଅନ୍ତୁ, ସମ୍ରାଟ ଉପେନ୍ଦ୍ରଭଞ୍ଜ ହୁଅନ୍ତୁ, କବିସୂର୍ଯ୍ୟ ବଳଦେବ ଦତ୍ତ ହୁଅନ୍ତୁ, ଏ ସମସ୍ତେ ଓଡ଼ିଆ ଭାଷାକୁ ପରିପୁଷ୍ଟ କରିଛନ୍ତି। ଯେଉଁ ଅଭିଯୋଗଟି ମାନ୍ୟବର ମୁଖ୍ୟମନ୍ତ୍ରୀ ରଖିଛନ୍ତି କୋଉ ଆଧାରରେ କରିଛନ୍ତି ସିଏ ତାକୁ କହିପାରିବେ। ଯେ ମୁଁ ଭାବୁନାହିଁ, ଯେତିକି ମୁଁ ଦେଖିଛି ସମ୍ପାଦନା ମଣ୍ଡଳୀ ଥିଲା, ବିଷୟ ବିଶେଷଜ୍ଞ କମିଟି ଥିଲା ଏବଂ ଅନ୍ୟ ଯେଉଁମାନେ ତାର ସଂଯୋଜକ ଥିଲେ, ଯେଉଁମାନଙ୍କର ସେ ଗଣମାଧ୍ୟମରେ କିଛି ଏବଂ ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେମାନେ ମଧ୍ୟ କିଛିଟି ନାଁ ତା ଭିତରୁ ବେଶ ଜଣାଶୁଣା। ଯଦି ସେମାନଙ୍କ ଭିତରୁ କିଏ ଷଡ଼ଯନ୍ତ୍ର କରିଥିବ ସେଇଟା ମାନ୍ୟବର ମୁଖ୍ୟମନ୍ତ୍ରୀ କହିପାରିବେ। କାରଣ ଯେଉଁ ସମ୍ପାଦନା ମଣ୍ଡଳୀଟି ହେଇଥିଲା ସେଇଠି ରାଜ୍ୟ ସରକାରଙ୍କ ଓ ବିଭାଗୀୟ ମନ୍ତ୍ରୀଙ୍କ ଅନୁମୋଦନ କ୍ରମେ, ମୁଖ୍ୟମନ୍ତ୍ରୀ ଅନୁମୋଦନ କ୍ରମେ ହେଇଥିଲା। କାରଣ ଯେଉଁ ଅସ୍ମିତାକୁ ନେଇ, ଓଡ଼ିଆ ଅସ୍ମିତାକୁ ନେଇ ଡିଣ୍ଡିମ ପିଟିଲେ 2024 ନିର୍ବାଚନରେ, ଏବେ ହାତରୁ ତାଙ୍କରି ହାତରୁ ତାଙ୍କ ନିୟନ୍ତ୍ରଣ ଖସି ଯାଉଛି। ଚାଲି ନ ଜାଣି ବାଟର ଦୋଷ। ଶାସନ ସର୍ବୋଚ୍ଚ ମୁଖ୍ୟ ଯଦି ଏ ଅଭିଯୋଗ ଆଣିବେ ତାହେଲେ ଯେଉଁ ପ୍ରଶାସକ ମଣ୍ଡଳୀ ବା ସାହିତ୍ୟ କଳା ସଂସ୍କୃତି କ୍ଷେତ୍ରରେ ଥିବା ଲୋକମାନଙ୍କ ଉପରେ ତାଙ୍କର ଆସ୍ଥା ଥିବା ଏ ଉକ୍ତିରୁ ଜଣାପଡ଼ୁ ଯେ ତାଙ୍କ ଉପରେ ତାଙ୍କର ଆସ୍ଥା ନାହିଁ। ସେ ଯେତେବେଳେ ବିଶେଷଜ୍ଞ କମିଟି କଲେ ସେ କ'ଣ ତାକୁ ଆଖି ବୁଜି ଦେଇଥିଲେ? ତାଙ୍କରି ଦସ୍ତଖତ ହେଇଥିବ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ତ ତା ହେଇଥିବ ନା। ତେଣୁ ସେ ବିଷୟରେ ବିଶେଷ ଅବଗତ ଥିବେ କିଏ ଷଡ଼ଯନ୍ତ୍ର କଲା। ଯଦି ଷଡ଼ଯନ୍ତ୍ର କରିଛନ୍ତି ତାଙ୍କୁ ଆଇନ ପରିସରକୁ ଆଣନ୍ତୁ ନା। ଆଉ ଭାଷା କ୍ଷେତ୍ରରେ, ଆମ ନିଜ ମାତୃଭାଷା କ୍ଷେତ୍ରରେ ଯାହାକୁ ସେମାନେ ଡିଣ୍ଡିମ ପିଟିଲେ ଅସ୍ମିତା, ଓଡ଼ିଆ ଅସ୍ମିତା କହିକିରି ନବୀନ ପଟ୍ଟନାୟକଙ୍କ ସରକାରରେ ଓଡ଼ିଆ ଅସ୍ମିତାକୁ ଟେକି ଦିଆଗଲା, ଯେଉଁ ଅଭିଯୋଗ କଲେ, ଆଜି ତାଙ୍କ କ୍ଷେତ୍ରରେ କ'ଣ ହଉଛି ସିଏ କୁହନ୍ତୁ। କିଏ ଆମ ଭାଷା ବିରୁଦ୍ଧରେ ଷଡ଼ଯନ୍ତ୍ର କଲା? ଭାଷା ବିରୁଦ୍ଧରେ ଷଡ଼ଯନ୍ତ୍ର ଖାଲି ସେଥିପାଇଁ ଜାତି ଓଡ଼ିଆ ଜାତି ବିରୁଦ୍ଧରେ ଷଡ଼ଯନ୍ତ୍ର ହେଲା ନା। ଆଉ ଯେଉଁମାନେ ବର୍ଷ ବର୍ଷ ଧରିକି ବଳିଦାନ ଦେଇଥିଲେ ଓଡ଼ିଆ ଭାଷାକୁ ବଞ୍ଚେଇ ରଖିବା ପାଇଁ ବ୍ରିଟିଶ ମାନେ ଇଂରେଜ ଶାସନ ସମୟରେ, ଯେତେବେଳେ ଆମର ଯେଉଁ ପ୍ରତିବେଶୀ ଭାଇମାନେ ବି କେହି କେହି କହୁଥିଲେ ଓଡ଼ିଆ ଏକ ଭାଷା ନଏ, ଯେଉଁ ମନୀଷୀମାନେ ବ୍ୟାସକବିଠୁ ଆରମ୍ଭ କରି ଅନେକ ମନୀଷୀ ତାକୁ ବଞ୍ଚିବା ପାଇଁ ଉଦ୍ୟମ କରିଥିଲେ, ଆଜି ଶାସନ ଦାୟିତ୍ୱ ଥିବା ମୁଖ୍ୟ କହୁଛନ୍ତି ଯେ ଷଡ଼ଯନ୍ତ୍ର ହେଲା। ତାହେଲେ ଷଡ଼ଯନ୍ତ୍ରକାରୀଙ୍କୁ ଆଣନ୍ତୁ, ଆଇନର ପରିସରକୁ ଆଣନ୍ତୁ, ଆଇନ ଗଣ୍ଡି ଭିତରୁ ଆଣନ୍ତୁ, ତାଙ୍କୁ ଦଣ୍ଡ ବିଧାନ କରନ୍ତୁ। କାରଣ ଭାଷା କ୍ଷେତ୍ରରେ ଯେଉଁ ଷଡ଼ଯନ୍ତ୍ର ହେବ ତାହା ଅକ୍ଷମଣୀୟ। କାରଣ ଯାହା ଜେନେରେସନକୁ ତା ବା ଆସନ୍ତା ଆଗାମୀ ପିଢ଼ିକୁ ମଧ୍ୟ ତାହା ପ୍ରଭାବିତ କରିବ ଏବଂ ଅତୀତରେ ଯେଉଁ ଆମେ ଯାହାକୁ ନେଇ ଆମେ ଗର୍ବ କରୁଛୁ ବର୍ଷ ବର୍ଷ ଧରିକିରି ଶତାବ୍ଦୀ, ତାକୁ ପୋଛି ଦେବା ପାଇଁ ଯଦି ଉଦ୍ୟମ ହେଇଥାଏ, ଯାହା ମୁଖ୍ୟମନ୍ତ୍ରୀ ମୁଖ୍ୟ କହିବେ, ତାହା ନିଶ୍ଚିତ ଭାବେ କ୍ଷମଣୀୟ ନୁହେଁ। ଏକଥା ମୁଁ ଏହା ରଖିବି। ଏବଂ କାରଣ ନବୀନ ବାବୁଙ୍କ ସରକାର ବେଳେ ସଂସ୍କୃତି ବିଭାଗର ନାମକରଣ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ହେଇଥିଲା। ତେଣୁ ବର୍ତ୍ତମାନ ସିଏ କହନ୍ତୁ। ଏବଂ ଷଷ୍ଠ ଭାରତୀୟ ଶାସ୍ତ୍ରୀୟ ଭାଷା ମାନ୍ୟତା ବି ନବୀନଙ୍କ ସମୟରେ ହେଇଥିଲା। ଏମାନେ ତାକୁ ବଞ୍ଚେଇ ରଖନ୍ତୁ।